ଅଲ୍ ପୁରାଣ ଷ୍ଟୋରି, ଉପଦେଶ ଭରା କାହାଣୀମାଳା, ସମୃଦ୍ଧିର ମୋହ। ଆରବ ଦେଶରେ ଜଣେ ପ୍ରଜାବତ୍ସଳ ବୀରତ୍ୱଶାଳୀ ରାଜା ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ରାଜପତ୍ୟ ତାଙ୍କର ନିଜ ପ୍ରଚେଷ୍ଟାରେ ଚିକିତ୍ସା କରିବାକୁ ଲାଗିଲେ, ହେଲେ ରାଜା ଦିନକୁ ଦିନ ସୁସ୍ଥ ହେବା ପରିବର୍ତ୍ତେ ଅସୁସ୍ଥ ହେବାକୁ ଲାଗିଲେ। ଦିନକୁ ଦିନ ରାଜାଙ୍କର ସୁସ୍ଥତାର ଅବନତି ଘଟିବା ଦେଖି ମହାରାଣୀ ଚିନ୍ତିତ ହୋଇପଡ଼ିଲେ। ରାଣୀଙ୍କର ବାରମ୍ବାର ତାଗିଦ ସତ୍ତ୍ୱେ ରାଜପତ୍ୟ ରାଜାଙ୍କ ଠାରେ କୌଣସି ରୋଗ ଦେଖିବାକୁ ପାଇଲେ ନାହିଁ। ରାଜାଙ୍କ ଅସୁସ୍ଥତାରେ ରାଜପରିବାର ବର୍ଗ ଓ ରାଜପାରିଷଦ ବର୍ଗ ରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ହୋଇପଡ଼ିଲେ। ଶେଷରେ ଏପରି ପରିସ୍ଥିତି ବୁଝିଲା ଯେ ସମସ୍ତେ ରାଜା ବଞ୍ଚିବାର ଆଶା ହରାଇ ବସିଲେ। ଏହି ଖବର ରାଜ୍ୟ ସାରା ପ୍ରଚାରିତ ହୋଇଗଲା। ସମସ୍ତେ ଦୁଃଖରେ ହାହାକାର କରିବାକୁ ଲାଗିଲେ। ଏ ପାଇଁ ଜଣେ ଫକୀର ରାଜାଙ୍କୁ ଦେଖା କରିବାକୁ ଯାଇ ରାଜପ୍ରସାଦକୁ ଯାଇ ଦ୍ୱାରରକ୍ଷକମାନଙ୍କର ଅନୁମତି ମାଗିବାରୁ ଅବିଳମ୍ବେ ରାଜାଙ୍କୁ ଦେଖା କରିବାର ଅନୁମତି ମିଳିଗଲା। ଫକୀର ରାଜାଙ୍କୁ ଦେଖୁ ଦେଖୁ ହଠାତ୍ କହି ପକାଇଲେ, ମହାରାଜ, ମୋର ଅନୁମାନରୁ ଜଣାପଡ଼ୁଛି ଯେ ଆପଣଙ୍କର ଏ ରୋଗ ଶାରୀରିକ ରୋଗ ନୁହେଁ, ମାନସିକ ରୋଗ। ମାନସିକ ଅସୁସ୍ଥତା କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଆପଣ ମୋତେ ଆପଣଙ୍କର ମନର କଥା ଖୋଲି କରି କୁହନ୍ତୁ। ରାଜା ଫକୀରଙ୍କ ମୁଖରୁ ଏହି କଥା ଶୁଣି ମୁଣ୍ଡ ହଲାଇ ସହମତି ପ୍ରକାଶ କରି କହିଲେ, ହେ ଫକୀର ବାବା, ଆପଣଙ୍କ କଥା ଅନେକ ପରିମାଣରେ ସତ। ମୁଁ ଅନେକ ସମୟରେ ଚିନ୍ତାଗ୍ରସ୍ତ ରହୁଛି। ମାନସିକ ଉଦ୍ବେଗ ଜନିତ ଅସ୍ଥିରତା ଯୋଗୁଁ ମୁଁ ଶାନ୍ତିରେ ରହିପାରୁନାହିଁ। ଚିନ୍ତା, ଅବସାଦ ଓ ଉଦ୍ବେଗ ଭିତରେ ପେଶି ହୋଇ ମୁଁ ଅଶାନ୍ତ ଘୂର୍ଣ୍ଣିବାତ୍ୟା ଭଳି ହୋଇଯାଇଛି। ଏହା ହିଁ ମୋର ସବୁଠାରୁ ବଡ଼ ରୋଗ ବୋଲି ମୁଁ ଭାବୁଛି। ରାଜା ଉତ୍ସୁକତାର ସହିତ ଫକୀରଙ୍କୁ ପ୍ରଶ୍ନ କଲେ, ତୁମେ କ'ଣ ମୋର ଏହି ରୋଗ ଭଲ କରିଦେଇପାରିବ? ଫକୀର ହସି ହସି କହିଲେ, ମହାରାଜ, ଯଦି ଆପଣ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଚାହୁଁଥାନ୍ତି, ତେବେ ନିଜର ସୈନିକ, ସଭାସଦ ବର୍ଗ, ପାରିଷଦ ମନ୍ତ୍ରୀମାନଙ୍କୁ ଏବେ ଓ ଏହି ସମୟରେ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ଯେ ସେମାନେ ଏପରି ଜଣେ ବ୍ୟକ୍ତିଙ୍କୁ ଆଣି ଏଠାରେ ହାଜର କରାଇବେ କି ଯିଏ ସଫଳ ବ୍ୟକ୍ତି ହୋଇଥିବେ, ଶାନ୍ତ ସ୍ୱଭାବର ହୋଇଥିବେ ଓ ସମୃଦ୍ଧିଶାଳୀ ହୋଇଥିବେ। ଯଦି କୌଣସିଠାରେ ଏଭଳି ବ୍ୟକ୍ତି ମିଳିଯିବେ, ତେବେ ତାକୁ ତୁରନ୍ତ ଧରି ଆଣିଲେ ସେ ଯଦି ଆପଣଙ୍କୁ ସ୍ପର୍ଶ କରିଦେବ, ତେବେ ଆପଣ ତତ୍କ୍ଷଣାତ୍ ସୁସ୍ଥ ହୋଇଯିବେ। ରାଜା ତତ୍କ୍ଷଣାତ୍ ସୈନିକ, ସଭାସଦ ବର୍ଗ ଓ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଲେ। କାଳ ବିଳମ୍ବ ନ କରି ରାଜାଙ୍କ ଆଦେଶ ତତ୍କ୍ଷଣାତ୍ ପାଳନ କରାଗଲା। ମାତ୍ର କାଳର ବିଡ଼ମ୍ବନା ଏହା ଥିଲା ଯେ ସେଭଳି ବ୍ୟକ୍ତି ପାଇବାରେ ସମସ୍ତେ ଅସମର୍ଥ ଥିଲେ। ପାରିଷଦ ବର୍ଗ ଚାରିଦିଗ ତନ୍ନ ତନ୍ନ କରି ଅନୁସନ୍ଧାନ କରି ଖାଲି ହାତରେ ଫେରି ଆସିଲେ। ସେମାନେ ସାଥିରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଆଣିପାରିଲେ ନାହିଁ ଯିଏକି ସମୃଦ୍ଧ, ଶାନ୍ତ ଓ ସଫଳ ଥିବେ। ଏପରିକି ଜଣେ ଏଭଳି ବ୍ୟକ୍ତି ମିଳିନଥିଲେ ଯିଏ କି ଦୃଢ଼ତାର ସହ କହିପାରିବେ ଯେ ସେ ମାନସିକ ସ୍ତରରେ ବେଶ୍ ସୁସ୍ଥ ଅଛନ୍ତି। ସମସ୍ତେ ଖାଲି ହାତରେ ଫେରିବା ଦେଖି ଫକୀର ଆଚମ୍ବିତ ହୋଇଯାଇ ରାଜାଙ୍କୁ କହିଲେ, ହେ ରାଜନ, ମୁଁ ଆରମ୍ଭରୁ ଜାଣିଥିଲି ଯେ ଏଭଳି ଜଣେ ବ୍ୟକ୍ତି ମିଳିବା କଷ୍ଟକର ଯିଏ ଶାନ୍ତ, ସରଳ, ସମୃଦ୍ଧ ଓ ସଫଳ ବ୍ୟକ୍ତିତ୍ୱ ହୋଇଥିବେ। ସେମାନଙ୍କ ଠାରେ ହୁଏତ କୌଣସି ଗୋଟିଏ କିମ୍ବା ଦୁଇଟି ନିର୍ଦ୍ଦିଷ୍ଟ ଗୁଣ ମିଳିପାରେ ରାଜନ, ମାତ୍ର ସମସ୍ତ ଗୁଣ ନୁହେଁ। ଏବେ ଆପଣ ନିଜେ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଆପଣଙ୍କ ଜୀବନରେ କ'ଣ ଚାହୁଁଛନ୍ତି? ଶାନ୍ତି ଚାହାନ୍ତି ନା ସମୃଦ୍ଧି ଚାହାନ୍ତି? ଶାନ୍ତିର ରାସ୍ତା ଆପଣଙ୍କୁ ଈଶ୍ୱରଙ୍କ ଆଡ଼କୁ ନେଇଯିବ। ସମୃଦ୍ଧିର ରାସ୍ତା ରୋଗ ଓ ବିଳାସ ଆଡ଼କୁ ନେଇଯିବ। ଯଦି ଆପଣ ଈଶ୍ୱରଙ୍କ ନିର୍ଦ୍ଦେଶିତ ମାର୍ଗରେ ପରିଚାଳିତ ହେବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କୁ ଶାନ୍ତିରେ ଉପେକ୍ଷା କରିବାକୁ ପଡ଼ିବ। ଭୋଗ ଓ ବିଳାସର ପଥ ପରିତ୍ୟାଗ କରିବାକୁ ହେବ।
କାରଣ ଏହା ଜୀବନର ଶାଶ୍ୱତ ସତ୍ୟ ଉପଲବ୍ଧିରେ ପ୍ରଧାନ ପ୍ରତିବନ୍ଧକ। ଭୋଗର ଆକର୍ଷଣ ଏତେ ତୀବ୍ର ଯେ ଏହା ଅଧିକନ୍ତୁ ଅଧିକ ସର୍ବଦା ଭୋଗ ବିଳାସ ଆଡ଼କୁ ଆକର୍ଷିତ କରିଥାଏ। ଆଉ ଯଦି ସମୃଦ୍ଧିର ମାର୍ଗ ଚାହୁଁଥାନ୍ତି ତେବେ ଶାନ୍ତିକୁ ଉପେକ୍ଷା କରିବାକୁ ପଡ଼ିବ। ଅବଶ୍ୟ ଦୁଇଟି ଯାକ ଗୁଣ ଏକ ସଙ୍ଗେ ମିଳି ନପାରେ। ମାତ୍ର ମାନସିକ ଶାନ୍ତି ଓ ଚିନ୍ତାମୁକ୍ତ ଜୀବନ ନିମନ୍ତେ ତଥାକଥିତ ଓ ସମୃଦ୍ଧିର ମୋହ ପରିତ୍ୟାଗ କରିବାକୁ ରାଜା ନିଷ୍ପତ୍ତି ନେଲେ। ସେହିଦିନଠାରୁ ରାଜା ସୁସ୍ଥ ହୋଇଗଲେ ଓ ଫକୀରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କଲେ। ରାଜ ଉଆସରେ ଆନନ୍ଦର ଲହରୀ ଖେଳିଗଲା। ରାଜା ସୁସ୍ଥ ହୋଇ ଆନନ୍ଦରେ କାଳଯାପନ କଲେ।